बारिपदार स्टाडियम सम्मिलनी कक्ष बीजेपी पक्षर वृत्तिगत सम्मिलनी अनुष्ठित मंत्री योगदान शनिवार दिन प्राय 12 घटिका समय बारिपदा स्थित स्टाडियम सम्मिलनी कक्ष प्रधानमंत्री नरेंद्र मोदी केंद्र सरकार 11 वर्ष एवं मुख्यमंत्री मोहन माझी राज्य में 1 वर्ष पूर्ति अवसर में विकसित भारतर अमृत काल सेवा सुशासन एवं गरीब कल्याण होइथिबा योजना संपर्क में वृत्तिगत सम्मिलनी आलोचना चक्र अनुष्ठित हो जाइछि। ଏହି କାର୍ଯ୍ୟକ୍ରମକୁ ବିଜେପିର ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୃହ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜର ସାଂସଦ ନବଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଉଦଳା ବିଧାୟକ ଭାସ୍କର ମଡେଇ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ଏନ୍ଏସିର ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ରାଜ୍ୟ ପ୍ରବକ୍ତା କବିଷ୍ଣୁ ଶତପଥୀ, ପୂର୍ବତନ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।